ସମସ୍ତଙ୍କୁ ଓଁ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା ସବୁ। ମନେ ରଖନ୍ତୁ ଯେ ମନର ଯନ୍ତ୍ରଣା ଶରୀରର ଯନ୍ତ୍ରଣାଠାରୁ ଅଧିକ କଷ୍ଟଦାୟକ ହୋଇଥାଏ। ସେଥିପାଇଁ କେବେ କାହାର ମନକୁ କଷ୍ଟ ଦିଅନ୍ତୁ ନାହିଁ। ଯିଏ ଆମ ହୃଦୟରେ ବାସ କରେ ସେ ବହୁତ ଦୂରରେ ଥିବାର ଅନୁଭୂତି ଆସେ, କିନ୍ତୁ ସିଏ ଆମ ହୃଦୟରେ ବାସ କରେ ନାହିଁ। ସେ ପାଖରେ ରହି ମଧ୍ୟ ବହୁତ ଦୂରରେ ରହିଥାଏ। ଯଦି ଭଲରେ ରହିବାକୁ ଚାହୁଁଛନ୍ତି ତେବେ ମନେ ରଖନ୍ତୁ ନିଜ ମନକୁ ନିୟନ୍ତ୍ରଣ କରିବା ଶିଖନ୍ତୁ। ନିଜର ଜିଭକୁ ନିୟନ୍ତ୍ରଣ କରନ୍ତୁ। ନିଜର କହିବା ଶୈଳୀକୁ ଠିକ୍ କରନ୍ତୁ। ଅନ୍ୟଠୁ ଆଶା କରିବା ଛାଡ଼ି ଦିଅନ୍ତୁ। ଲୋକଙ୍କର ଅଯଥା କଥାକୁ ଦେହକୁ ନିଅନ୍ତୁ ନାହିଁ। ଛୋଟ ବଡ଼ ବିଷୟରେ କଷ୍ଟ ପାଇବା ବନ୍ଦ କରିଦିଅନ୍ତୁ। ଦେଖିବେ ଜୀବନ ସୁଖମୟ ହୋଇଯିବ। ଥରେ ମହର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, ହେ ପ୍ରଭୁ, ତୁମର ଆଦି ଅନ୍ତ କିଛି ଜାଣିପାରୁନାହିଁ। ତୁମକୁ କେତେବେଳେ ବୈକୁଣ୍ଠରେ ତ କେତେବେଳେ ଭକ୍ତମାନଙ୍କର ହୃଦୟରେ ବାସ କରୁଥିବାର ଦେଖିଥାଏ। ଭଗବାନ ନାରଦଙ୍କର କଥା ଶୁଣି କହିଲେ, ମୁଁ ବୈକୁଣ୍ଠରେ କି ଭକ୍ତମାନଙ୍କର ହୃଦୟରେ ରହେ ନାହିଁ। ମୁଁ ସେହି ସ୍ଥାନରେ ରହେ। ମୁଁ ସେହି ସ୍ଥାନରେ ବିଦ୍ୟମାନ କରେ ଯେଉଁ ସ୍ଥାନରେ କି ମୋର ଭକ୍ତମାନେ ମୋର ଭଜନ କୀର୍ତ୍ତନ କରୁଥାନ୍ତି। ଚାଲନ୍ତୁ ଏବେ ଶୁଣିବା ବାସ୍ତୁର ନିୟମ ହିସାବରେ ଘରର ମୁଖ୍ୟ ଦ୍ୱାର କିପରି ରହିବା ଦରକାର। ଘରର ମୁଖ୍ୟ ଦ୍ୱାର ହେଉଛି ଶକ୍ତି ପ୍ରବେଶର ମୁଖ୍ୟ କେନ୍ଦ୍ର। ପୂର୍ବ ଦିଗକୁ ମୁହଁ କରି ଘର କରିବା ଶୁଭ ହୋଇଥାଏ। ଯେଉଁମାନେ ଆଧ୍ୟାତ୍ମିକ ଶିକ୍ଷାଦାନ କ୍ଷେତ୍ରରେ ଅଗ୍ରସର ସେମାନେ ପୂର୍ବ ଦିଗକୁ ମୁହଁ କରି ଘର କରିବା ଉଚିତ। ଘରର ମୁହଁ ଉତ୍ତର ଦିଗକୁ ହେଲେ ଧନ ଏବଂ ସମୃଦ୍ଧିକୁ ଆକର୍ଷିତ କରେ। ଯେଉଁମାନେ ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ଅଛନ୍ତି ସେମାନେ ଘରର ମୁହଁ ଉତ୍ତର ଉଚିତ। ଉତ୍ତର ପୂର୍ବ ଦିଗକୁ ମୁହଁ କରି ଘର କଲେ ଜୀବନରେ ଶାନ୍ତି, ଜ୍ଞାନ ଏବଂ ସମୃଦ୍ଧି ଆସିଥାଏ। ଘରର ମୁହଁ ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ। ଏହା କଳହ ଯୋଗ ଏବଂ ଆର୍ଥିକ ସମସ୍ୟା ସୃଷ୍ଟି କରିଥାଏ। ଦକ୍ଷିଣ ପଶ୍ଚିମ ଦିଗକୁ ମୁହଁ କରି ଘର କରିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ। ନୂଆ ଘର କିଣିବା ବା ବନାଇବା ସମୟରେ ଏହିସବୁ ବାସ୍ତୁ ନିୟମ ଗୁଡ଼ିକ ମନେ ରଖନ୍ତୁ, କାମରେ ଆସିବ। ମିଛ ମାୟା ସଂସାରରେ ଜନ୍ମଗ୍ରହଣ କରିବା ପୂର୍ବରୁ ଈଶ୍ୱର ସମସ୍ତ ପ୍ରକାର ସମ୍ପର୍କ ଗଢ଼ିଥାନ୍ତି। ହେଲେ ବନ୍ଧୁତା ଆଉ ଶତ୍ରୁତା ନିଜେ ଗଢ଼ିବା ହୋଇଥାଏ। ତେଣୁ ତୁମେ କ'ଣ କରିବ ନିଜ ଉପରେ ନିର୍ଭର କରେ। ଏ ଦୁନିଆକୁ ଖାଲି ହାତରେ ଆସିଥିବା ମଣିଷ ସବୁକିଛି ପାଇବା ପାଇଁ ଜୀବନ ସାରା ଷ୍ଟ୍ରଗଲ କରିଥାଏ ଆଉ ଶେଷରେ ସବୁକିଛି ଛାଡ଼ି ଖାଲି ହାତରେ ଏ ସଂସାରରୁ ଚାଲିଯାଇଥାଏ। ଏହା ହିଁ ଜୀବନ। ବିଜ୍ଞାନ କହୁଛି ଯେ ଜିଭରେ ସୃଷ୍ଟି ହୋଇଥିବା ଆଘାତ, କ୍ଷତ ଶୀଘ୍ର ଭଲ ହୋଇଯାଏ। କିନ୍ତୁ ଜ୍ଞାନ କହୁଛି ଜିଭ ଦ୍ୱାରା ସୃଷ୍ଟି ହୋଇଥିବା ଆଘାତ, କ୍ଷତ କେବେ ବି ଭଲ ହୋଇନଥାଏ। ତେଣୁ ଯାହାକୁ ବି ଯେକୌଣସି କଥା ବି କୁହନ୍ତୁ ନା କାହିଁକି ଟିକେ ସାବଧାନତାର ସହିତ କଥା ହୁଅନ୍ତୁ। କେବେ ବି ଭଗବାନଙ୍କ ଉପରୁ ଭରସା ହରାଇବେ ନାହିଁ। କାରଣ ତାଙ୍କ ହାତରେ ସବୁ ଅଛି। ହେଲେ ସେ ଚାହିଁଲେ ହାରିଯାଇଥିବା ବାଜିକୁ ବି ଜିତେଇ ଦେବେ। ଯିଏ ତୁମକୁ ଭୁଲ ବୁଝିଛି ତାକୁ ବୁଝିବାକୁ ଦିଅ। ଯିଏ ତୁମକୁ ଘୃଣା କରୁଛି ଘୃଣା କରିବାକୁ ଦିଅ। ଯିଏ ତୁମକୁ ନିନ୍ଦା କରୁଛି ତାକୁ ନିନ୍ଦା କରିବାକୁ ଦିଅ। କାରଣ ଏ ଦୁନିଆରେ କେହି କାହାକୁ ବୁଝିପାରନ୍ତି ନାହିଁ କି କେହି କାହାକୁ ବୁଝାନ୍ତି ନାହିଁ। ଭଗବାନ ପରି ଲୋକ ଏ ସଂସାରରେ ଘୃଣା, ନିନ୍ଦା, ସନ୍ଦେହ, ଅପମାନ ସବୁ ସହିଥିଲେ। ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ। କିନ୍ତୁ ଚାଲିଯାଇଥିବା ସମୟ ବହୁତ କିଛି ଶିକ୍ଷା ଦେଇଯାଏ। କିନ୍ତୁ ସେ ସମୟ ଆଉ କେବେ ବି ଫେରି ଆସିନଥାଏ। କେଉଁ ଲକ୍ଷ୍ୟ ହେବ ଶେଷ ଲକ୍ଷ୍ୟ
କାହାକୁ ବି ଜଣା ନାହିଁ। କେଉଁ କଥା ହେବ ଶେଷ କଥା କାହାକୁ ବି ଜଣା ନାହିଁ। କେଉଁ ଦେଖା ହେବ ଶେଷ ଦେଖା କାହାକୁ ବି ଜଣା ନାହିଁ। କେଉଁ ସ୍ୱପ୍ନ ହେବ ଶେଷ ସ୍ୱପ୍ନ କିଛି ଜଣା ନାହିଁ। କେଉଁ ରାତି ହେବ ଶେଷ ରାତି ତାହା ବି ଜଣା ନାହିଁ। ତଥାପି ଯିବାକୁ ପଡ଼ିବ। ଏହା ହିଁ ଜୀବନ। ଗୋଟେ କଥା କହିବି, ଜୀବନରେ ନିଜେ ହସ ଆଉ ଅନ୍ୟକୁ ହସାଅ। କାରଣ କିଏ ଜାଣିଛି ଆଜି ଆମେ ଅଛେ କାଲିକି ନଥିବା। ତେଣୁ ଯେତେ ଦିନ ବଞ୍ଚିଛେ ଖୁସିରେ ବଞ୍ଚିବା। ଯଦି ଆଜିର ଅନୁଚିନ୍ତା ଆପଣମାନଙ୍କୁ ପସନ୍ଦ ଆସିଲା ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ। ତାହେଲେ ରହୁଛି ଓଁ ସାଇରାମ, ଜୟ ସାଇରାମ।